ଭଦ୍ରକର ମେନ୍ ଏଇଟା ହେଲା ସମ୍ବେଦନଶୀଳ ଜାଗା ସହର ଏବଂ ଜିଲ୍ଲା ହିସାବରେ ଯାଉଛି। ଏଇଟା ଭଦ୍ରକ ମାନେ ଆମର ଦେଶର କମ୍ୟୁନାଲ ମ୍ୟାପ୍ରେ ଗୋଟେ ପ୍ଲେସ୍ ଅଛି ଭଦ୍ରକର, କିନ୍ତୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବର୍ତ୍ତମାନ ବି ବଜାୟ ରହିଛି। ତେଣୁ ଭଦ୍ରକବାସୀ ସମସ୍ତେ ଶିକ୍ଷିତ, ସମସ୍ତେ ଜାଗ୍ରତ। ତେଣୁ ମୁଁ ଆଶା କରିବି ଭଦ୍ରକବାସୀଙ୍କ ଠାରୁ ଆଶୀର୍ବାଦ ଏବଂ ସହଯୋଗ କାମନା କରିବି କିପରି ଏଇ ଭଳିଆ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରହିବ, ଭବିଷ୍ୟତରେ ସମସ୍ତେ ଶାନ୍ତିପୂର୍ଣ୍ଣ ଭାବରେ ଏଠି ବସବାସ କରିପାରିବେ। ସେଇଟାକୁ ବେଶୀ ମୋର ରହିବ ପ୍ରାୟୋରିଟି। ରେଷ୍ଟ ରହିଲା ଆପଣ କ୍ରାଇମ୍ କ୍ରିମିନାଲ ଉପରେ। ଏଠି ଗୋଟେ କୋଇଲା ଇସ୍ୟୁ ଅଛି, ତାପରେ ଆପଣଙ୍କର କିଛି ଡ୍ରଗ୍ସ କିଛି ପରିମାଣ ବଢ଼ିଛି। ଏଇସବୁ ଜିନିଷ ଦେଖିକି ତା ଅନ୍ୟ ଯାହା ରହିଲା ଆମର ପୁଲିସ ରିଲେଟେଡ୍ କୋର୍ ପୁଲିସ ୱାର୍କ ଯେଉଁ ରହିଲା ତାକୁ ଆମେ ଫୋକସ୍ କରିବା। ତେଣୁ ଦେଖିବା ଯେମିତି ଗୋଟେ କ୍ରାଇମ୍ ଫ୍ରି ସୋସାଇଟି ଆମେ ତିଆରି କରିପାରିବା ସମସ୍ତଙ୍କର। ସେଇଥିପାଇଁ ମୁଁ ଆପଣମାନଙ୍କ ଜରିଆରେ ସମସ୍ତ ପବ୍ଲିକକୁ କହୁଛି ସମସ୍ତେ ସହଯୋଗର ହାତ ବଢ଼ାନ୍ତୁ। ତେଣୁ ଆମେ ସବୁ ମିଶିକି ପୁଲିସ ପବ୍ଲିକ ମାନେ କୋ ରିଲେସନରେ ଆମେ ଏଠି କେମିତି କ'ଣ ଭଦ୍ରକରେ ଶାନ୍ତିପୂର୍ଣ୍ଣ ବାତାବରଣ ଆସିବ ସେ ବିଷୟରେ ଆମେ ଚେଷ୍ଟା କରିବା। ପୁଲିସର କାମ କ୍ରାଇମ୍ କ୍ରିମିନାଲକୁ ହଟେଇବା। ତେଣୁ ଯେଉଁ କାମ ରହିଛି କୋର୍ ପୁଲିସ ୱାର୍କ, ସେଇଟା ମୁଁ କହୁଛି କୋର୍ ପୁଲିସ ୱାର୍କ ସେଇଟା ହେବ, ସେଇଟା ହିଁ କଣ୍ଟିନ୍ୟୁ କରିବ ଯାହା ଥିଲା। ତେଣୁ ସେମିତି କେହି ଗୋଟେ ବେଆଇନ କାମ କରିକି ପଳେଇବ ସେମିତି ନୁହେଁ। ତେଣୁ ଆଇନ ପରିସର ଭିତରେ ଯାହା କରିବା କଥା ଆମେ କରିବୁ। ଯେଉଁମାନେ ବେଆଇନ କାମ କରିବେ ତାଙ୍କ ପାଇଁ ଆମେ ଯେମିତି ବେଆଇନ କାମ କରିବା କଥା ଆମେ ବି ସେଇଭଳିଆ କାମ କରିବୁ। ସେଟା ତ ମୁଁ ବର୍ତ୍ତମାନ କିଛି ତା ଉପରେ ଟିପ୍ପଣୀ ଦେଇପାରିବିନି, କିନ୍ତୁ ଯଦି ଆପଣ କହୁଛନ୍ତି ଇଟ୍ ୱିଲ୍ ବି ଏନକ୍ୱାର୍ଡ ଇନ୍, ଦେଖିବା ଯଦି ସେମିତି କିଛି ହେଇଥାଏ ନିଶ୍ଚୟ ଆକ୍ସନ୍ ନେବ।